ନମସ୍କାର ସବୁ ପିଲାମାନେ। ତ ନୂତନ ବର୍ଷ 2026ର ମୋ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତଙ୍କର 2026 ବର୍ଷଟି ମଙ୍ଗଳମୟ ହେଉ। ଆଉ ଯେଉଁ +2 ପିଲାମାନେ ଏଥର ବୋର୍ଡ଼ ଏକ୍ଜାମ୍ ଦେବ ସେମାନେ ଟିକେ ଭଲରେ ପଢ଼ନ୍ତୁ ଆଉ ଭଲ ମାର୍କ ରଖିକି ପାସ୍ ହେଇଯାଉ ହେଲା। ଏଇଟା ହିଁ ମୋର ପ୍ରାର୍ଥନା ରହିବ ଭଗବାନଙ୍କ ପାଖରେ। ତ ଆମେ କ'ଣ ଆଜି ଦେଖିବା ନା, ହୁଏତ ମୁଁ ଟାଇମ୍ ଦେଇପାରିନି। ବହୁତ ସାରା ଏଇ ଜିନିଷର ବର୍ଷ ମୁଁ ପୁରା ବ୍ୟସ୍ତ ଟିକେ ଥିଲି। ବ୍ୟସ୍ତ ମାନେ କ'ଣ, ମୋର ବି ଏକ୍ଜାମ୍ ସବୁ ଥିଲା, ସେପାଇଁ ମୁଁ ଟାଇମ୍ ଦେଇପାରିନି। ତ ଆଜି ମୁଁ ନେଇ ଆସିଛି କ'ଣ, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପେପର୍ ଆନାଲିସିସ୍ କରିବା। ଯେଉଁଟାକି ମୋ ପାଖରେ ଗୋଟେ 2024 ମସିହାର ଅଛି ସେଟ୍ ଏର ସେ କ୍ୱେଶ୍ଚନ୍ ପେପର୍କୁ ଆଜି ଆମେ ଆନାଲିସିସ୍ କରିବା। କାହାର ନା, ଏଜୁକେସନ୍ କ୍ୱେଶ୍ଚନ୍ ପେପର୍କୁ ଆନାଲିସିସ୍ କରି ଦେଖିବା କ'ଣ କ'ଣ ପଡ଼ିଥିଲା। ସେଇ ଅନୁସାରେ ହିଁ କ୍ୱେଶ୍ଚନ୍ ପେପର୍ ସେମାନେ ତିଆରି କରିବେ ଆଉ ସେମିତି ହିଁ ପଡ଼ିବ। ତ ସର୍ଟ କ୍ୱେଶ୍ଚନ୍ ଗୁଡ଼ାକୁ କେବଳ ଆମେ ଆଜି ଆନାଲିସିସ୍ କରିବା, ଦେଖିବା କ'ଣ କେତେ ହେଉଛି। ଖାଲି ଆନାଲିସିସ୍ କରିବା ନୁହଁ, ଆମେ ଆନାଲିସିସ୍ କରିବା ସହିତ କ'ଣ କରିବା ନା, ଆନାଲିସିସ୍ କରିବା ସହିତ ଆମେ ସେଇ ବିଷୟ ରିଲେଟେଡ଼୍ ବା ଯାହା ପ୍ରଶ୍ନ ଅଛି ତା ରିଲେଟେଡ଼୍ ଆମେ କିଛି ରେଲିଭେଣ୍ଟ ଜିନିଷକୁ ବି ପ୍ରାକ୍ଟିସ୍ କରିବା। ଯାହାଫଳରେ କ'ଣ ହେବ ନା, ତା'ର ଗୋଟେ ସମରି ଆପଣମାନେ ପାଇଯିବେ। ସମରି ପାଇଗଲେ କ'ଣ ହେବ ନା, ସେଇ ଜିନିଷଟା ବିଷୟରେ ଆଉ ଟିକେ ଅଧିକ ଆମେମାନେ ଜାଣିପାରିବା। ତ ସେଇମିତି ଆମେ ଷ୍ଟାର୍ଟ କରିବା ସେସନ୍। ତ ସେସନ୍ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନେ କ'ଣ କରିବେ ନା, ଭିଡ଼ିଓକୁ ଲାଇକ୍ କରିଦେବେ, କମେଣ୍ଟ କରିଦେବେ, ଯେଉଁଟା ଡାଉଟ୍ ଆସିବ କମେଣ୍ଟ କରିଦେବେ, ଆଉ ନିଜ ସାଙ୍ଗ ପିଲାମାନଙ୍କ ସହିତ ଭିଡ଼ିଓଟାକୁ ଟିକେ ସେୟାର କରିଦେବେ। ତ ସାଙ୍ଗମାନେ ବି ଟିକେ ଦେଖନ୍ତୁ। ତାପରେ ନେକ୍ସଟ, ଯେଉଁମାନେ ଚ୍ୟାନେଲରେ ନୂଆ ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଆଉ ଯେଉଁମାନେ ପୁରୁଣା ସେମାନେ ତ ଅଛନ୍ତି ଆଉ। ତ ସବସ୍କ୍ରାଇବ୍ କଲେ ଲାଭ କ'ଣ ନା, ଆମର ବି କିଛି ଲାଭ ନାହିଁ। ଲାଭ ହେଉଛି ଆପଣମାନଙ୍କର। କ'ଣ ଲାଭ? ଲାଭଟା ଏଇଆ ଯେ ମୁଁ ଧର କୌଣସି ନୂଆ ଭିଡ଼ିଓ ପୋଷ୍ଟ କଲି, ସିଧା ସାଇଁକିନା ତୁମ ପାଖକୁ ଚାଲିଯିବ ଗୋଟେ ମେସେଜ୍ ଟଙ୍ଗକିନା, ତୁମେ ଜାଣିପାରିବ ଏ ଆସିଗଲା ଗୋଟେ ଆଜି ଭିଡ଼ିଓ ଦେଖିଦେବା। ବୁଝିପାରିଲ ତ? ହଁ, ସେମିତି କଥା। ହଉ, ଆଉ ଡେରି ନ କରିକି ଷ୍ଟାର୍ଟ କରିବା ସେସନ୍, ଯେଉଁଟାକି 2024ର ସେଟ୍ ଏ। ଫୁଲ୍ ମାର୍କ କେତେ ଥାଏ ତୁମେ ଜାଣିଛ, ସମୟ 3 ଘଣ୍ଟା। ହଉ ଯିବା। ତ ଯେମିତିକି ସ୍ଲାଇଡ଼ କରେ ପ୍ରଥମ କ୍ୱେଶ୍ଚନ୍ କ'ଣ ଦେଇଛି ନା, ଆମମାନଙ୍କର ପ୍ରଥମ କାମ କ'ଣ ନା, ଆମେ ଇନଷ୍ଟ୍ରକ୍ସନ୍କୁ ଭଲ ଭାବରେ ପଢ଼ିବା। ଫାର୍ଷ୍ଟ ଗ୍ରୁପ୍ ଏରେ କ'ଣ ଦେଇଛି, ସିଲେକ୍ଟ ଦ କରେକ୍ଟ ଆନ୍ସର୍ ଆଉଟ୍ ଅଫ୍ 4 ଅପସନ୍ ଗିଭେନ୍ ଅଣ୍ଡର ଇଚ୍ ସବ୍ କ୍ୱେଶ୍ଚନ୍ ଆଣ୍ଡ ରାଇଟ୍ ଇଟ୍ ଇନ୍ ଦ ଆନ୍ସର୍ ସ୍କ୍ରିପ୍ଟ। ଆନ୍ସର୍ ବୁକ୍ ଗୋଟେ ଆସିଥିବ, କ୍ୱେଶ୍ଚନ୍ ବୁକ୍ ଗୋଟେ। ତ ଯେଉଁଟା ଠିକ୍ ଅପସନ୍ ସେଇଟାକୁ ହିଁ ଆମକୁ କ'ଣ କରିବାକୁ ପଡ଼ିବ ନା, ଆନ୍ସର୍ ବୁକ୍ରେ ଲେଖିବା ପାଇଁ ପଡ଼ିବ। ଯେମିତିକି କ୍ୱେଶ୍ଚନ୍ ଅଛି, ଗାନ୍ଧୀଜୀଙ୍କର ନିର୍ଣ୍ଣୟରେ ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ୍? ଗାନ୍ଧୀଜୀ ତାହେଲେ ହୁଇଚ୍ ଅଫ୍ ଦ ଫଲୋଇଂ ଷ୍ଟେଟମେଣ୍ଟ ଇଜ୍ ନଟ୍ ଟ୍ରୁ ଆବାଉଟ୍ ଗାନ୍ଧୀଜୀ। ଆଚ୍ଛା, କେଉଁଟା ଗାନ୍ଧୀଜୀଙ୍କ ବିଷୟରେ ସତ୍ୟ ନୁହେଁ? କେଉଁଟା ସତ୍ୟ ନୁହେଁ କମେଣ୍ଟ କର। ଅପସନ୍ 1 ଗଡ୍ ଇଜ୍ ଟ୍ରୁଥ୍। ଅପସନ୍ 2 ଟ୍ରୁଥ୍ ଇଜ୍ ଗଡ୍। ସତ୍ୟ ହିଁ ଭଗବାନ, ଭଗବାନ ହିଁ ସତ୍ୟ। ଅପସନ୍ 3 ଅଛି ମାତୃଭାଷାର ଶିକ୍ଷାଦାନ। ଅପସନ୍ ଡି ହେଉଛି ବୌଦ୍ଧିକ କାର୍ଯ୍ୟ ଅପେକ୍ଷା ଶାରୀରିକ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ତାହେଲେ କେଉଁଟା ହେବ ଠିକ୍? ଏଟା ହେବ ନା ଏଟା ହେବ ନା ଏଟା ହେବ ନା ଏଟା ହେବ? କେଉଁଟା ହେବ? କେଉଁଟା ହେବ? କେଉଁଟା ନା, ଅପସନ୍ ଆଇ ଗଡ୍ ଇଜ୍ ଟ୍ରୁଥ୍। କ'ଣ ପାଇଁ ସେ କହୁଥିଲେ ଗଡ୍ ଇଜ୍ ସରି
କ'ଣ ପାଇଁ ସେ କହୁନଥିଲେ ଗଡ୍ ଇଜ୍ ଟ୍ରୁଥ୍, ଏଇଟା ଠିକ୍, ମାନେ ଏଇଟା କହୁନଥିଲେ, ଏଗୁଡ଼ା ସବୁ କହୁଥିଲେ। ତ ଏଇଟା କ'ଣ ପାଇଁ କହୁନଥିଲେ? ସେ ସତ୍ୟ ଅହିଂସା ଟିକେ ଥଣ୍ଡା ହେଇଯାଇଛି। ହଁ, କ'ଣ ହେଲା ନା ସେ ସତ୍ୟ ଅହିଂସା ଉପରେ ଅଧିକ ବିଶ୍ୱାସ କରୁଥିଲେ, ହଁ କି ନାହିଁ? ସେଥିପାଇଁ ତାଙ୍କୁ ଜଣେ ସତ୍ୟାଗ୍ରହୀ ବୋଲି କୁହାଯାଏ। ତ ସେ କହୁଥିଲେ ସତ୍ୟ ହିଁ ଭଗବାନ। ଭଗବାନ ତାହେଲେ କିଏ? ସତ୍ୟ। ଯଦି ଆମେ ସତ୍ୟ ପଥରେ ଚାଲିବା ତାହେଲେ ଆମକୁ ଭଗବାନ ଅଟୋମେଟିକଲି ମିଳିଯିବେ। ତ ସେଇଟା ସେ କହିଥିଲେ ଟ୍ରୁଥ୍ ଇଜ୍ ଗଡ୍। ଶିକ୍ଷା କ୍ଷେତ୍ରକୁ ଯେତେବେଳେ ଆମେ ଚାଲି ଆସିବା, ସେ କହିଥିଲେ ମାତୃଭାଷାରେ ଶିକ୍ଷାଦାନ ଉପରେ ଅଧିକ ସେ ଗୁରୁତ୍ୱ ଦେଇଥିଲେ। ଆଉ କ'ଣ କହିଥିଲେ ନା ବୁନିୟାଦୀ ଶିକ୍ଷା କହିଥିଲେ, ହଁ କି ନାହିଁ? ବୁନିୟାଦୀ ଶିକ୍ଷା। ନେକ୍ସଟ ଆଉ କ'ଣ କହିଥିଲେ ନା, ହଁ, ୱାର୍ଦ୍ଧା ସ୍କିମ୍। ୱାର୍ଦ୍ଧା ସ୍କିମ୍ ବିଷୟରେ ସମସ୍ତେ ପଢ଼ିଥିବ। କେବେ ହେଇଥିଲା ୱାର୍ଦ୍ଧା ସ୍କିମ୍? ୱାର୍ଦ୍ଧାଟାରେ ହେଇଥିଲା ୱାର୍ଦ୍ଧା ସ୍କିମ୍ କେବେ? 1937 ମସିହାରେ, 1937ରେ ଯେଉଁ ୱାର୍ଦ୍ଧାଟାରେ ଗୋଟେ ସମ୍ମିଳନୀ ହେଇଥିଲା, ସେଠାରେ ଗାନ୍ଧିଜୀ ଭାଷଣ ଦେଇଥିଲେ। ବୁନିୟାଦୀ ଶିକ୍ଷା ବିଷୟରେ କହିଥିଲେ। ନଈ ତାଲିମ ଶିକ୍ଷା, ସେଇ ତାଙ୍କର ଶିକ୍ଷା ଦର୍ଶନଟାକୁ ହିଁ କୁହାଯାଏ ନଈ ତାଲିମ। ନଈ ତାଲିମ ମାନେ କ'ଣ ନା ତାଙ୍କୁ ବିଭିନ୍ନ ପ୍ରକାର ଜିନିଷ ତାଲିମ ଦିଆଯିବ, ନୂଆ ଭାବରେ ତାଲିମ ଦିଆଯିବ। ବୁନିୟାଦୀ ମାନେ ଏଗେନ୍ ସେମିତି ବୁନିୟାଦୀ ମାନେ ହେଉଛି କ'ଣ ନା ବୁନିୟାଦୀ ତାଙ୍କର ଷ୍ଟ୍ରଙ୍ଗ କରାଯାଏ। ବୁନିୟାଦୀ ମାନେ କ'ଣ? ଯେଉଁଟା ଆମେ ଯେତେବେଳେ ଗୋଟେ ଘର ତିଆରି କରୁଛେ ମାନେ କ'ଣ କରୁଛେ ନା ସବୁଠୁ ତଳେ ଗୋଟେ ଦେଉଛେ ମେଟାଲିଂ ଢଳେଇ ଦେଉଛେ, ଯାହାଫଳରେ କି ଘରଟା ଷ୍ଟ୍ରଙ୍ଗ ରହୁଛି। ତ ସେଇଟା ହେଉଛି ବୁନିୟାଦୀ। ତ ସେମିତି ପିଲାମାନଙ୍କର ବୁନିୟାଦୀ ବା ତାଙ୍କର କ'ଣ ପିଲାଦିନର ଏଜୁକେସନଟାକୁ ଭଲ କରିବା ପାଇଁ ତାଙ୍କୁ ଦିଆଯାଉଥିଲା ବୁନିୟାଦୀ ଶିକ୍ଷା। ସେ ସବୁବେଳେ କହୁଥିଲେ ଯେ ସେ ସବୁବେଳେ କ'ଣ କହୁଥିଲେ ନା ପିଲାମାନଙ୍କୁ ମାତୃଭାଷାରେ ପଢ଼ାଯାଉ। ମାତୃଭାଷାରେ ପଢ଼ା ହେଲେ କ'ଣ ହେବ ନା ପିଲାମାନଙ୍କୁ ସେ ପାଠଟା ବୁଝିବା ପାଇଁ ସହଜ ହେବ, ନିଜ ଭାଷାରେ ଯେହେତୁ ସେମାନେ ବୁଝିବେ। ତାପରେ ବୌଦ୍ଧିକ କାର୍ଯ୍ୟ ଅପେକ୍ଷା ଶାରୀରିକ କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ ମେଣ୍ଟାଲ ୱାର୍କ ଅପେକ୍ଷା ଫିଜିକାଲ ୱାର୍କ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ, ହେଲା। ଏଗୁଡ଼ାକ ସବୁ ସେ କହୁଥିଲେ, କିନ୍ତୁ ଏଇଟା କରୁନଥିଲେ। ତ ସେଇଟା ହେଇଯିବ ଆମର ଅଟୋମେଟିକଲି, ସେଇଟା ହେଇଯିବ ଭୁଲ। ନେକ୍ସଟକୁ ଯିବା। ତ ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି ନା ରୁଷ। ହଁ, କ'ଣ କହିଲା? ରୁଷ କେଉଁ ପ୍ରକାର ଶିକ୍ଷାର ପ୍ରବର୍ତ୍ତକ ଥିଲେ? ରୁଷ, ଜିନ୍ ଜାକୁସ୍ ରୁଷ। ସେ ଲେଖିଥିଲେ କେଉଁ ପୁସ୍ତକ? ଏମିଲି ନାମକ ପୁସ୍ତକ ଲେଖିଥିଲେ। ତ ସିଏ କେଉଁ ପ୍ରକାରର ଶିକ୍ଷାର ପ୍ରବର୍ତ୍ତକ ଥିଲେ? ଶିକ୍ଷକ କେନ୍ଦ୍ରିକ, ନା ସମାଜ କେନ୍ଦ୍ରିକ, ନା ଶିକ୍ଷାର୍ଥୀ କେନ୍ଦ୍ରିକ, ନା ବିଷୟ କେନ୍ଦ୍ରିକ? କେଉଁ କେନ୍ଦ୍ରିକ ସେ ଥିଲେ? ସେ ଥିଲେ କ'ଣ ନା ଶିକ୍ଷାର୍ଥୀ କେନ୍ଦ୍ରିକ। ସେ କହୁଥିଲେ କ'ଣ ନା ଶିକ୍ଷାର୍ଥୀ ଯେ ଟୋଇଁ ଛୁଆଟା, ସିଏ ତାର ନିଜେ ସମାଜକୁ ଅନ୍ତର୍ଭୁକ୍ତ କରିକି ସେ ତାର ଜ୍ଞାନ ନିଜେ ସଂଗଠନ କରିବ, କାହାରି ହେଲ୍ପ ଦରକାର ନାହିଁ ତାକୁ, ହଁ କି ନାହିଁ? ତ ଏଇସବୁ ପାଇଁ ତାଙ୍କୁ କ୍ରିଟିସାଇଜ୍ ବି କରାଯାଇଥିଲା। କିନ୍ତୁ ସେ ସେମିତି କହୁଥିଲେ। ଶିକ୍ଷକ କେନ୍ଦ୍ରିକ କ'ଣ ନା ସେଟା ଟିଚର ଡୋମିନେଟେଡ୍, ଯେଉଁଟାକି ମାଷ୍ଟର ଯିଏ ଶିକ୍ଷକଙ୍କର ହିଁ ବେଶୀ ସେଠି ପ୍ରାଧାନ୍ୟ ରହିବ। ଶିକ୍ଷକ ବୁଝେଇ ଦେବେ, ପିଲାମାନେ କେବଳ ନିରବ ଶ୍ରୋତା, ସେମାନେ ଖାଲି ଶୁଣିବେ, ଚୁପ୍ ରହିକି ସେମାନେ ଖାଲି ଶୁଣିବେ। ଶିକ୍ଷକ ଯାହା ଜାଣିଥିବେ ଆସିକି ଗାଇଦେବେ, ଛୁଆମାନେ ଶୁଣିବେ, ହଁ ଛୁଆମାନେ ସବୁ ପଢ଼ିଦେଲେ। ସମାଜ କେନ୍ଦ୍ରିକ, ନା ସମାଜରୁ ଏଠି ଛୁଆ ଶିଖିବ ସମାଜରୁ, ହେଲେ ରୁଷ ଏଟାକୁ ଛାଡ଼। କିନ୍ତୁ କ'ଣ ହେଲା ନା ରୁଷ ସମାଜ କେନ୍ଦ୍ରିକ ଶିକ୍ଷାକୁ ମନା କରୁଥିଲେ। ସେଇଟା ସମାଜ ସହିତ କିଛି ସମ୍ପର୍କ ନାହିଁ ପିଲାର। ସମାଜ ସେଠାରେ ଯାଇକି ନିଜେ ତାର ଜ୍ଞାନ ସଂଗଠନ କରିବ, ନିଜେ କରିକି
ମନେକର ଗୋଟେ ଛୁଆ ଜାଣିନି, ଯଦି ଆମେ ଜଳନ୍ତା ମହମବତୀକୁ ଧରିବା ତାହେଲେ ହାତ ପୋଡ଼ିଯିବ, ହେଲା, ଜାଣିନି, ତ ତାକୁ କହିବାନି, କ'ଣ କରିବା ନା ତାକୁ ଗୋଟେ ମହମବତୀ ଦେଇଦେବା, ସିଏ ତାର ନିଆଁ ଜାଳିକି ପୋଡ଼ି ହେବ, ତାହେଲେ ଯାଇକି ସିଏ ତାର ଜାଣିପାରିବ ଯେ ମହମବତୀ ଧରିଲେ ହାତ ପୋଡ଼ିଯାଏ। ତ ଏମିତି ଶିକ୍ଷା ଲାଭ କରିବାକୁ ରୁଷୋ କହୁଥିଲେ। କିନ୍ତୁ ଏଇଟା ପାଇଁ ତାଙ୍କୁ କ୍ରିଟିସାଇଜ୍ କରାହେଇଛି। କ'ଣ କରାହେଇଛି ନା ଛୁଆଟାକୁ ଯଦି ଆମେ କିଛି ଜଣେଇବାନି, ସେ ତ ଏଠି ସେଠି ପୋଡ଼ି ପୋଡ଼ାକି ମରିଯିବ, ହଁ କି ନାହିଁ? ହଁ, ନେକ୍ସଟ କ୍ୱେଶ୍ଚନକୁ ଯିବା। ନେକ୍ସଟ କ୍ୱେଶ୍ଚନ କ'ଣ କହିଲା ନା କହଲର ପ୍ରବର୍ତ୍ତନ କରିଥିବା ଶିକ୍ଷଣ ତତ୍ତ୍ୱ ହେଉଛି କ'ଣ? କ୍ଲାସିକାଲ କଣ୍ଡିସନିଂ ବା ଶାସ୍ତ୍ରୀୟ ଅନୁବନ୍ଧନ, ନା ଇନସାଇଟଫୁଲ ଲର୍ଣ୍ଣିଂ, ଅନ୍ତର୍ଦୃଷ୍ଟି ଶିକ୍ଷଣ, ନା ପ୍ରଯତ୍ନ ପ୍ରମାଦ, ନା ପର୍ଯ୍ୟବେକ୍ଷଣାତ୍ମକ? କେଉଁଟା ହେବ? କେଉଁ ଅପସନ୍ଟା ଠିକ୍? କେଉଁଟା? ଅନ୍ତର୍ଦୃଷ୍ଟି ଶିକ୍ଷଣ ହେଉଛି ଠିକ୍। କହଲର, ହଁ, ସବୁଗୁଡ଼ାକ ବିଷୟରେ ଟିକେ ଟିକେ କହିବା, ଯେମିତି ମୁଁ କହିଥିଲି। ପ୍ରଥମରେ କ'ଣ ଥିଲା ନା ଶାସ୍ତ୍ରୀୟ ଅନୁବନ୍ଧନ, କ୍ଲାସିକାଲ କଣ୍ଡିସନିଂ କିଏ ଦେଇଥିଲେ? ପାଭଲଭ ଦେଇଥିଲେ। କ୍ଲାସିକାଲ କଣ୍ଡିସନିଂ ସେ କ'ଣ ପରୀକ୍ଷା କରିଥିଲେ ନା ସେଇ ଯେଉଁ ଗୋଟେ କୁକୁରକୁ ନେଇ ସେ ପରୀକ୍ଷା କରିଥିଲେ। କୁକୁର ଘଣ୍ଟି ବଜେଇଲେ, ଘଣ୍ଟି ବଜେଇକି ତାକୁ ଖାଇବା ପାଇଁ ଦଉଥିଲେ, ହଁ କି ନାହିଁ? କ'ଣ କରୁଥିଲେ ନା ଗୋଟେ ତାଙ୍କର ଡଗ୍ ଥିଲା, ଆଉ ଗୋଟେ ବେଲ୍ ଥିଲା। ଯେତେବେଳେ ପାଭଲଭ ବାବୁ ଡଗ୍କୁ ଖାଇବା ପାଇଁ ଦଉଥିଲେ, କ'ଣ କରୁଥିଲେ ନା ଘଣ୍ଟିଟା ଟଙ୍କିନା ବଜେଇ ଦଉଥିଲେ, ତାପରେ ତାକୁ ଖାଇବା ପାଇଁ ଦଉଥିଲେ। ନେକ୍ସଟ ଟାଇମ୍ ତାକୁ ଖାଇବା ପାଇଁ ଦେଲେନି, କେବଳ ଘଣ୍ଟିଟା ବଜେଇ ଦେଲେ। କ'ଣ ହେଲା ନା ଖାଇବା ଦେଖିଲେ ତାର ଲାଳ ଗଡ଼ୁଥିଲା, ସାଲାଇଭା ଯେଉଁଟା ସିକ୍ରେଟ୍ ହେଲା। ତ ସେଇ ନେକ୍ସଟ ଟାଇମ୍ ତାକୁ ଖାଇବା ଦେଲେନି, ଖାଲି ବେଲ୍ଟା ବଜେଇ ଦେଲେ, ଯାହାଫଳରେ ବି ଦେଖାଗଲା ଯେ ସେ କ'ଣ କଲା ନା ତା ପାଟିରୁ ଲାଳ ଗଡ଼ିଲା। ତ ସେଇଟାକୁ ସେ କହିଥିଲେ ନା ଶାସ୍ତ୍ରୀୟ ଅନୁବନ୍ଧନ ତତ୍ତ୍ୱ। ନେକ୍ସଟ ଆସିବ ଅନ୍ତର୍ଦୃଷ୍ଟି ଶିକ୍ଷଣ, ଯେଉଁଟାକି କହଲର ଦେଇଥିଲେ। କ'ଣ କହିଥିଲେ ସିଏ? ଏଇ ଯେଉଁ ଗୋଟେ ଥିଲା ସୁଲତାନ ଗୋଟେ କ'ଣ ସିମ୍ପାଞ୍ଜି ଥିଲା। ତ ସିମ୍ପାଞ୍ଜିଟାକୁ ନେଇକି ସେ ପରୀକ୍ଷା କରିଥିଲେ। ଗୋଟେ କଦଳୀ କ'ଣ ହେଲା ନା ସୁଲତାନ ନାମକ ଗୋଟେ କିଏ ଥିଲା? ସିମ୍ପାଞ୍ଜି ଥିଲା। ସିମ୍ପାଞ୍ଜିକୁ କ'ଣ କଲେ ନା ବାଡ଼ି ଦେଇଥିଲେ, ବାକ୍ସ ଦେଇଥିଲେ, ଆଉ ଉପରେ ଗୋଟେ କଦଳୀ କାନ୍ଦି ଝୁଲେଇ ଦେଇଥିଲେ। ଗୋଟେ କ'ଣ ଇଏର ପିଞ୍ଜରା ଭିତରେ ଥାଇକି, ମାନେ ସିଏ ଥିଲା, ସୁଲତାନ ଥିଲା ପିଞ୍ଜରାରେ, ତାକୁ ବାଡ଼ି ଗୋଟେ ଦେଇଥିଲେ, ବାକ୍ସ ଗୋଟେ ଦେଇଥିଲେ, ଦେଇକି ଏଠି ଝୁଲେଇ ଦେଇଥିଲେ। ତ ଯେତେବେଳେ ସେଟା କଦଳୀ କାନ୍ଧିଟା ଟିକେ ଉପରେ ଥିଲା, ସେତେବେଳେ ସେ କ'ଣ କଲା ନା କଦଳୀ କାନ୍ଧିଟା ଯେତେବେଳେ ଟିକେ ଦୂରିଆରେ ଥିଲା, ସେ କ'ଣ କଲା ନା ଗୋଟେ ବାଡ଼ିରେ ତାକୁ ଟାଣି ନେଇ ଆସିଲା। ନେକ୍ସଟ ଟାଇମ୍ ଆଉ ଟିକେ ଦୂରିଆରେ ରଖା ହେଲା, କିନ୍ତୁ ତାକୁ ଦିଆଗଲା ଦୁଇଟା ବାଡ଼ି। ସେ ଦୁଇଟା ବାଡ଼ିକୁ ଜଏଣ୍ଟ କରିକି ଟାଣିକି ନେଇ ଆସିଲା। ନେକ୍ସଟ ଟାଇମ୍ ରଖାଗଲା ତା ଉପରେ, ତାକୁ ଦିଆଗଲା ଗୋଟେ ବାକ୍ସ। ସେ ତା ବାକ୍ସ ଉପରେ ଚଢ଼ିକି ବିଛେଇକି ଖାଇଦେଲା। ନେକ୍ସଟ ଟାଇମ୍ ତାକୁ ଦିଆଗଲା କେତେଟା? ଦୁଇଟା ବାକ୍ସ ଯେହେତୁ ହେଲା, ତ ସିଏ ଆଉ ଟିକେ ଉପରେ ରଖା ଯାଇଥିଲା, ସେ ଦୁଇଟା ସାରା ବାକ୍ସ ଉପର କରିକି ତୋଳିକି ଖାଇଦେଲା। ତ ସେଇଟା ହେଉଛି ଅନ୍ତର୍ଦୃଷ୍ଟି ଶିକ୍ଷଣ। ନେକ୍ସଟ ପ୍ରଯତ୍ନ ପ୍ରମାଦ ମାନେ କ'ଣ? ଟ୍ରାଏଲ୍ ଆଣ୍ଡ ଏରର୍, ମାନେ ଆମେ ଗୋଟେ କାମକୁ ଟ୍ରାଏଲ୍ କରିବା, ଯଦି କିଛି ସେଠି ଏରର୍ ହେଉଛି, ଯଦି ସେଠି କିଛି ଏରର୍ ହେଉଛି, ଆମେ ଯେକୌଣସି ଗୋଟେ କାମକୁ ବାରମ୍ବାର ଚେଷ୍ଟା କରିବା, ବିଭିନ୍ନ ଉପାୟରେ ଚେଷ୍ଟା କରିବା, ଯଦି ସେଠି କିଛି ଏରର୍ ହେଉଛି, ତାହେଲେ ସେ ଉପାୟଟାକୁ ଆମେ କ୍ୟାନସେଲ୍ କରିଦେଲେ, ହଁ କି ନାହିଁ? ଏରର୍ ମାନେ କ୍ୟାନସେଲ୍, ଯେଉଁଟା ଯଦି ଆମେ ଏଠି ସକ୍ସେସ୍ ପାଇଗଲେ,
ତାହେଲେ ଏଇ ଉପାୟଟାକୁ ଆମେ ନେକ୍ସଟ ଟାଇମ୍ ବି ୟୁଜ୍ କରିବା। ଯେଉଁଟା ବିଲେଇ ଥିଲା, ବିଲେଇକୁ ମାଛ ଦେଇକି ତାର ଗୋଟେ ବିଭିନ୍ନ ତାର ପିଞ୍ଜରା ଖୋଲିବା ପାଇଁ ଗୋଟେ କିଳିଣୀ ଥିଲା ତାର ଇଏଟାରେ କ'ଣ ପିଞ୍ଜରାଟାରେ, ମନେ ପଡ଼ୁଛି ତ? ହଁ, ବାସ୍। ତାପରେ ସବୁ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କିଏ ଦେଇଥିଲେ? ଆଲବର୍ଟ ବାନ୍ଦୁରା। ଦେଇଥିଲେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ। ସେ କ'ଣ କହୁଥିଲେ ନା ପିଲାଟା ନିଜ ସମାଜର ଜଣକୁ ସେ କ'ଣ ଭାବରେ ନିଏ ନା ମଡ଼େଲ ଭାବରେ ନେଇଯାଇ, ମନେକର ଗୋଟେ ସାନଛୁଆଟା ସେ କ'ଣ କରିଛି ନା ତା ପାଖରେ ଦେଖିଛି ତା ବଡ଼ ଭାଇକୁ ସିଏ ତାର ମଡ଼େଲ ଭାବରେ ନେଇଯାଇଛି। ଆଉ ସିଏ ତାର ଯେମିତି ଆଚରଣ କରୁଛି ସିଏ ବି ତାକୁ ଦେଖି ଦେଖି ସେମିତି ଆଚରଣ କରୁଛି। ଅବଜରଭେସନ୍ କରିକି ତାଠୁ ସେ ଶିଖୁଛି। ତ ଏଇଟା ହେଉଛି ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ହେଲା, ପର୍ଯ୍ୟବେକ୍ଷଣ କରିକି ଶିଖିବା। ଓକେ, ନେକ୍ସଟ କ'ଣ ଦେଇଛି? କେଉଁଟି ଏକ ଆନ୍ତଃ ଅଭିପ୍ରେରଣାର ଏକ ଉଦାହରଣ? ଆଚ୍ଛା, ନିମ୍ନୋକ୍ତ କେଉଁଟି ଆନ୍ତଃ ଅଭିପ୍ରେରଣାର ଉଦାହରଣ? ଅଭିପ୍ରେରଣା ମାନେ କ'ଣ ନା ଏଠି ଦେଇଛି ମୋଟିଭେସନ୍ କେତେ ପ୍ରକାରର? 2 ପ୍ରକାରର। ଗୋଟେ ହେଉଛି ଇଣ୍ଟ୍ରିନ୍ସିକ୍ ବା ଆନ୍ତଃ ଅଭିପ୍ରେରଣା, ଆଉ ଗୋଟେ ହେଉଛି ଏକ୍ସଟ୍ରିନ୍ସିକ୍, ଯେଉଁଟାର ମାନେ ହେଉଛି ବହି ଅଭିପ୍ରେରଣା। ତ କେଉଁଟା ଆନ୍ତଃ ଅଭିପ୍ରେରଣା ମାନେ ଇଣ୍ଟ୍ରିନ୍ସିକ୍ ମାନେ ସେଟା ନିଜ ବଡି ଭିତରୁ ସେ ମୋଟିଭେସନଟା ଆସୁଥିବ, ଆଉ ଏକ୍ସଟ୍ରିନ୍ସିକ୍ ମାନେ କିଛି ବାହାର ଫ୍ୟାକ୍ଟର ତୁମକୁ ବାଧ୍ୟ କରୁଥିବ ଗୋଟେ କାମ କରିବା ପାଇଁ। ଇଣ୍ଟ୍ରିନ୍ସିକ୍ କହିଲେ ତୁମ ସେଟା ନିଜ ବଡି ଭିତରୁ ହିଁ ହଉଥିବ, ତାହେଲେ ସେଟା ହେବ ଇଣ୍ଟ୍ରିନ୍ସିକ୍। ହବନି? ତାହେଲେ କେଉଁ ଅପସନଟା ହେବ ଠିକ୍? ଡାଇବେଟିସ୍ କାରଣରୁ ପ୍ରାତ ଭ୍ରମଣ, ଠିକ୍ କି? ଗୋଟେ ଆମର ବାହାରେ କ୍ୟାରେକ୍ଟର ଅଛି ଯେ ଆମକୁ ଡାଇବେଟିସ୍ ହେଇଛି, ତ ସେଇପାଇଁ ଆମେ ସକାଳୁ ଉଠିକି ଚାଲିବା ପାଇଁ ଯିବା, ତ ଏଟା ହବନି। ସୁସ୍ଥ ଜୀବନ ଯାପନ ପାଇଁ ଏଟା ହେଇପାରେ। ଦେଖିବା ନେକ୍ସଟ। ତାପରେ ଅଛି ବନ୍ଧୁତା ରକ୍ଷା କରିବାକୁ, ବନ୍ଧୁତା ନିଜ ସାଙ୍ଗ ସହିତ ରକ୍ଷା କରିବା ପାଇଁ ତାକୁ ସିଏ ଯେହେତୁ ଚାଲତେ ଯିବ କହୁଛି, ତ ସାଙ୍ଗ ବନ୍ଧୁତା ରକ୍ଷା କରିବା ପାଇଁ ଚାଲତେ ଯିବା, ଏଟା ବି ଗୋଟେ ବାହାରିଆ ଫ୍ୟାକ୍ଟର ରହୁଛି ଯେ ବନ୍ଧୁତାଟା। ତାପରେ ତଟକା ପରିବା କିଣିବା ପାଇଁ, ଏଠି ବି ଗୋଟେ ଆମର ବାହାରିଆ ଲକ୍ଷ୍ୟ ହେଉଛି ତଟକା ପରିବା ଖାଇବା, କି ନାହିଁ? କିନ୍ତୁ ସୁସ୍ଥ ଜୀବନଯାପନ ହେଲା, ମୁଁ ଯଦି ଚାଲତେ ଯିବି ତାହେଲେ ମୋର ଶରୀରଟା ଭଲ ରହିବ। ଏଇଟା କ'ଣ ହେଉଛି ନା ଏଇଟା ଆମ ଭିତରୁ ମୋଟିଭେସନଟା ଆସୁଛି। ମୁଁ ଯଦି ଆଜି ଟିକେ ଭଲରେ ଚାଲତେ ଯିବି ତାହେଲେ ମୋତେ ଡାଇବେଟିସ୍ ହେବନି, କିମ୍ବା ମୋର ଶରୀର ସୁସ୍ଥ ରହିବ, ମସଲ ବାହାରିବ, ବଡି ବିଲ୍ଡିଂ କରିବି, ହଁ କି ନାହିଁ? ଏଇଟା ଯେଉଁ ଆସୁଛି ଚିନ୍ତାଧାରାଟା, ଏଟା ନିଜ ଭିତରୁ ଆସୁଛି, କି ନାହିଁ? କେଟା ହେବ ତାହେଲେ ସୁସ୍ଥ ଜୀବନଯାପନ ପାଇଁ ପ୍ରାତ ଭ୍ରମଣ। ନେକ୍ସଟ କ୍ୱେଶ୍ଚନକୁ ଯିବା। ନେକ୍ସଟ କ୍ୱେଶ୍ଚନ କ'ଣ କହିଛି ନା ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ an administrative cause for the slow progress of universalization of elementary education? ମାନେ କେଉଁ କାରଣଟା ଶିକ୍ଷାର ମନ୍ଥର ବିକାଶର ପ୍ରଶାସନିକ କାରଣ ନୁହେଁ? ତାହେଲେ କ'ଣ କ'ଣ କାରଣ ଦେଇଛି? ପ୍ରଥମ ଦେଇଛି ସୁପରଭିଜନ ରିଲେଟେଡ୍ କଜ୍ ହେଲା ବା କାରଣ, ଅଭିଭାବକ ମାନଙ୍କର ଦାରିଦ୍ର୍ୟ, ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା, ଶିକ୍ଷକମାନଙ୍କର ଉପସ୍ଥିତି। ତ ଗୋଟେ ଅପସନକୁ ଦେଖିବା କ'ଣ କହିଛି। ପ୍ରଥମେ ପ୍ରଶ୍ନଟା କ'ଣ କହିଛି? ପ୍ରଶ୍ନ କହିଛି ହେଉଛି କେଉଁଟି ସାର୍ବଜନୀନ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମର ଯେଉଁଟା ଆସିଥିଲା ସର୍ବଶିକ୍ଷା ଅଭିଯାନ SSA, ସେଇ ଇଏଟାକୁ ଏଇ ପ୍ରୋଗ୍ରାମଟାକୁ ମନ୍ଥର ବିକାଶ କରିବାରେ ପ୍ରଶାସନିକ କାରଣ କ'ଣ? ପ୍ରଶାସନିକ ମାନେ ଆଡମିନିଷ୍ଟ୍ରେଟିଭ କାରଣ କ'ଣ କ'ଣ ହେଇପାରେ? ସୁପରଭିଜନ ରିଲେଟେଡ୍ କଜ୍, ସୁପରଭିଜନ କରିବ କିଏ? ସୁପରଭିଜନ ମାନେ କ'ଣ? ତତ୍ତ୍ୱାବଧାନ କରିବା ଯେଉଁଟା ଦେଇଛି। ସୁପରଭିଜନ କରିବ କିଏ? ନା ଡିପାର୍ଟମେଣ୍ଟ ଏଜୁକେସନ, ସୁପରଭିଜନ କିଏ କରିବ? ନା ଏଜୁକେସନ ଡିପାର୍ଟମେଣ୍ଟ। ତ ଏଟା ବି ହେଇଯିବ ପ୍ରଶାସନିକ, ହଁ କି ନାହିଁ? ନେକ୍ସଟ ଦେଇଛି ସେମିତି ଅଭିଭାବକ ମାନଙ୍କର ଦାରିଦ୍ର୍ୟ,
ଏଇଟା ହେଇପାରେ କିମ୍ବା ନ ହେଇପାରେ, ଏଟା ରଖିଦେଲେ। ନେକ୍ସଟକୁ ଦେଖିବା, ଶିକ୍ଷକ ନିଯୁକ୍ତି ଦେବ କିଏ? ସେଇ ଏଜୁକେସନ୍ ଡିପାର୍ଟମେଣ୍ଟ। ଶିକ୍ଷକମାନଙ୍କର ଅନୁପସ୍ଥିତି, ଏଟା ବି ସେ ସ୍କୁଲର ମାଷ୍ଟର ମାନେ ଅନୁପସ୍ଥିତି ରହୁଛନ୍ତି, ଏଟା ବି ଆଡମିନିଷ୍ଟ୍ରେଟିଭ ଭିତରେ ଯିବ। କିନ୍ତୁ ପଭର୍ଟି ଅଫ୍ ଦ ପ୍ୟାରେଣ୍ଟସ୍, ମାନେ ଅଭିଭାବକମାନଙ୍କର ଦାରିଦ୍ରତା, ଲୋକମାନେ ସେ ଅଞ୍ଚଳରେ ବହୁତ ଦରିଦ୍ର ଅଛନ୍ତି, ସେଟା ଆଡମିନିଷ୍ଟ୍ରେଟିଭ କେମିତି ଯିବ? ସେଟା ହେଉଛି ସାମାଜିକ, ପ୍ରଶାସନିକ ନୁହେଁ, ଏଟା ହେଉଛି ସାମାଜିକ କାରଣ ହେଲା। ନେକ୍ସଟ କ୍ୱେଶ୍ଚନକୁ ଯିବା। ନିମ୍ନ ପ୍ରଦତ୍ତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ନୁହେଁ? କେଉଁଟି ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ନୁହେଁ? ତାହେଲେ ମୁଖ୍ୟ କାରଣ କେଗୁଡ଼ାକ ହବ ଦେଖିବା। ପ୍ରଥମେ ଦେଇଛି ଇଣ୍ଡଷ୍ଟ୍ରିଆଲାଇଜେସନ୍ ବା ଶିଳ୍ପାୟନ, ବିଭିନ୍ନ ଜାଗାରେ କଳକାରଖାନା ଭରେଇ ଦେବା, ଯାହାଫଳରେ କି ସେଥିରୁ ମିଥେନ୍, ଇଥେନ୍, ପ୍ରୋପେନ୍, ଅଙ୍ଗାରକାମ୍ଳ, ଏମିତି ବିଭିନ୍ନ ବିଷାକ୍ତ ଗ୍ୟାସ୍ ବାହାରିକି ବାୟୁମଣ୍ଡଳରେ ମିଶିବ। ଏଇଟା ପରିବେଶ ପ୍ରଦୂଷଣ ହେଉଛି। ସହରୀକରଣ, ଯେତେ ଅର୍ବାନାଇଜେସନ୍ ହେବ ଗଛ କଟାଯିବ, ହଁ କି ନାହିଁ? ସହର ଯେତେ ତିଆରି ହେବ ଗଛ କଟାଯିବ, ଗଛ କଟାଗଲେ ଆମେ କ'ଣ ହେବା? ଅମ୍ଳଜାନ ପାଇବା ନାହିଁ। ସହରୀକରଣ ହେବ ମାନେ ଇଣ୍ଡଷ୍ଟ୍ରି ତିଆରି ହେବ, ସେଠି ଜବ୍ ପାଇବା ପାଇଁ, ଲୋକମାନଙ୍କୁ ଜବ୍ ଦେବା ପାଇଁ ସେଠି କମ୍ପାନୀ, ବିଭିନ୍ନ କମ୍ପାନୀ ପ୍ରତିଷ୍ଠା ହେବ, ଅଲ୍ଟିମେଟଲି ପରିବେଶ ପ୍ରଦୂଷଣ ହେବ। କେମିତି ହେବ? ଆଉ ନା, ଗୋଟେ ସହର ଯେତେବେଳେ ହେଇଯିବ ସେଠି ବହୁତ ଗାଡ଼ି ମଟର ଚାଲିବ, ଗାଡ଼ିରୁ ଯେ ବାହାରୁଥିବ ବିଷାକ୍ତ ଧୂଆଁ, ସେଥିରେ ମଧ୍ୟ ପରିବେଶ ପ୍ରଦୂଷଣ ହେବ। ନେକ୍ସଟ ଆସିছে ଡିଫରେଷ୍ଟେସନ୍। ଡିଫରେଷ୍ଟେସନ୍ ମାନେ କ'ଣ? ନା, ବନନାଶନ। ଏଗୁଡ଼ା ଦେଇଦେଇଛି ବନନାଶନ, ଜଙ୍ଗଲକୁ କାଟିଦେବା, ଆମେ ଗଛ ସବୁ କାଟିଦେବା, ଏଥିରେ ବି ପରିବେଶ ପ୍ରଦୂଷଣ ହେଉଛି। ତାହେଲେ ତିନିଟା ସାରାରେ ପ୍ରଦୂଷଣ ହେଉଛି, କିନ୍ତୁ ବିବର୍ତ୍ତନ ଇଭଲ୍ୟୁସନରେ ହେଉନି। ଇଭଲ୍ୟୁସନ୍ ମାନେ କ'ଣ? ଇଭଲ୍ୟୁସନ୍ ମାନେ କ'ଣ? ନା, ଇଭଲ୍ୟୁସନ୍ ହେଉଛି ଗୋଟେ ମନୁଷ୍ୟ ମାନେ ଜୀବମାନଙ୍କର ଗୋଟେ ପ୍ରାକୃତିକ ହେଉଛି ତାଙ୍କର ଆଡପ୍ଟେସନ୍। ସେମାନେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ କେମିତି ଆଡପ୍ଟ କରି ନିଅନ୍ତି, ସେଇଟାକୁ କୁହାଯାଏ ବିବର୍ତ୍ତନ ବା ଇଭଲ୍ୟୁସନ୍। ଇଭଲ୍ୟୁସନ୍ ହେବ କେମିତି? ଆମେ ମାନେ ପ୍ରଥମେ କ'ଣ ଥିଲେ? ମାଙ୍କଡ଼ ଏମିତି ଥିଲେ, କି ନାହିଁ? ସିମ୍ପାଞ୍ଜି, ନୃବାନର, ଯାହା କୁହାଯାଇପାରିବ। ବର୍ତ୍ତମାନ ଆସ୍ତେ ଆସ୍ତେ ମାଙ୍କଡ଼ର ଲାଞ୍ଜ କଟିଯାଇ ବାଙ୍କି ବାଙ୍କି ଚାଲୁଥିଲେ, ବର୍ତ୍ତମାନ ସିଧା ହେଇକି ଚାଲୁଛେ। ଫାଇନାଲି ଆମେ ହୋମୋସାପିଏନ୍ସ ଗ୍ରୁପର ମଣିଷ, କି ନାହିଁ? ତ ଏଇ ଯେଉଁ ମାଙ୍କଡ଼ ଠାରୁ ମଣିଷ ହେବା ପର୍ଯ୍ୟନ୍ତ ତାର ଯେଉଁ ଜର୍ଣ୍ଣିଟା, ସେଇଟା ହେଉଛି ଇଭଲ୍ୟୁସନ୍। ଓକେ, ହଁ। ନେକ୍ସଟ କ୍ୱେଶ୍ଚନକୁ ଯିବା। ନେକ୍ସଟ କ୍ୱେଶ୍ଚନ କ'ଣ କହିଛି? ଆଚ୍ଛା, ମୂଲ୍ୟବୋଧ। ନିମ୍ନ ପ୍ରଦତ୍ତ କେଉଁ ମୂଲ୍ୟବୋଧ ମଣିଷର ମଣିଷ ପ୍ରତି ବ୍ୟବହାରକୁ ବୁଝାଏ? ମଣିଷର ମଣିଷ ପ୍ରତି ବ୍ୟବହାରକୁ କେଉଁଟା ବୁଝାଏ? ସୌନ୍ଦର୍ଯ୍ୟ ଭିତ୍ତିକ। ସୌନ୍ଦର୍ଯ୍ୟ ମାନେ କ'ଣ? ନା, ସୁନ୍ଦରତା ମୂଲ୍ୟବୋଧ, ଯେଟା ବହୁତ ସୁନ୍ଦର ସେଇଟା ସୁନ୍ଦର। ତାପରେ ବୃତ୍ତିଗତ ମାନେ କ'ଣ? ପ୍ରଫେସନାଲ ଭ୍ୟାଲୁଜ୍। ମୁଁ ଗୋଟେ ପ୍ରଫେସନରେ ଅଛି, ମୁଁ ଟିଚର, ତ ମୁଁ ଟିଚର ମାନେ କ'ଣ? ମୋ ପ୍ରଫେସନ୍ ଭିତରେ ଯେତିକି ସବୁ ଭ୍ୟାଲୁଜ୍ ରହିଛି ତାକୁ ମୁଁ ସମ୍ମାନ ଦେବି, ତ ସେଇଟା ପ୍ରଫେସନାଲ ଭ୍ୟାଲୁଜ୍। ତେଣୁ ଆସିଲା ମୋରାଲ ଭ୍ୟାଲୁଜ୍, ନୈତିକ ଭ୍ୟାଲୁଜ୍, ନୀତି ଶିକ୍ଷା, ଯେଉଁଟା ଅଲ୍ଟିମେଟ୍ ଭ୍ୟାଲୁଜ୍ ମାନେ ଜୀବନ ଦର୍ଶନ ଯେଉଁଟା ରହିଛି, ଆମେ କେମିତି ମୋକ୍ଷ ପ୍ରାପ୍ତି କରିବା, ସେଇଟା ହେଉଛି ଅନ୍ତିମ ମୂଲ୍ୟବୋଧ। ଏଇଟା ତାହେଲେ କ'ଣ ହେବ? ନା, ନୈତିକ ମୂଲ୍ୟବୋଧ ହେବ। ମୋରାଲ ଭ୍ୟାଲୁଜ୍ ଏଟା ହେବ ନା, ଯେ ମୂଲ୍ୟବୋଧ ମଣିଷକୁ କେମିତି ଆଚରଣ ପ୍ରଦର୍ଶନ କରିବ, ଏଟା ହେଇଯିବ ନୈତିକ ମୂଲ୍ୟବୋଧ। ଓକେ, ନେକ୍ସଟ, ନିମ୍ନୋକ୍ତ କେଉଁଟି କେନ୍ଦ୍ରୀୟ ପ୍ରବଣତା ଅନ୍ତର୍ଗତ ନୁହେଁ? କେନ୍ଦ୍ରୀୟ ପ୍ରବଣତା ଭାବିବା ପାଇଁ ଆମେ ତିନିଟା ଜିନିଷ ବ୍ୟବହାର କରୁ। ଏକରେ କ'ଣ? ନା, ମିନ୍, ଯେଉଁଟା କୁହାଯାଏ ମାଧ୍ୟମାନ। ଦୁଇରେ ମିଡ଼ିଆନ୍, DIAN, ମିଡ଼ିଆନ୍। ତିନିରେ ମୋଡ୍, ବା ଓଡ଼ିଆରେ ଯଦି କହିବା ମାଧ୍ୟମାନ, ମାଧ୍ୟ, ଆଉ ମୋଡ୍ ମାନେ ଗରିଷ୍ଠକ। ତାହେଲେ କେଉଁଟା ଏଠି ଦେଇଛି? ମାଧ୍ୟମାନ ଦେଇଛି, ମାଧ୍ୟ ଦେଇଛି, ଗରିଷ୍ଠକ ଦେଇଛି। ତାହେଲେ କେଉଁଟା ହେଇଯିବ ଭୁଲ? ରେଞ୍ଜ ବା ବିସ୍ତୃତି। ରେଞ୍ଜର କାମ କ'ଣ? ନା,
କ'ଣ ଦୁଇଟା ସମ୍ଭାଗର ଦୂରତ୍ୱ, ସେଇଟାକୁ ରେଞ୍ଜ କୁହାଯାଏ। ତାପରେ ବାହାର କରିବା କ'ଣ, ଏଠି ଗୋଟେ ଦେଇଛି ମାଧ୍ୟମାନ ସବୁ ବର୍ଷ ପକାଇ। ମାଧ୍ୟମାନର ଦେଇଛି 4, 6, 7, 8, 10ର ମାଧ୍ୟମାନ କେତେ? ମାଧ୍ୟମାନ ଆମେ କେମିତି ବାହାର କରିବା? ମାଧ୍ୟମାନର ସୂତ୍ର କ'ଣ ନା ଟୋଟାଲ କରିଦେବା ନମ୍ବର, ଟୋଟାଲ ସମ ଅଫ୍ ଅଲ୍ ନମ୍ବର, ସମ୍ ଅଫ୍ ଅଲ୍ ନମ୍ବର ଡିଭାଇଡେଡ୍ ବାଇ ଟୋଟାଲ ନମ୍ବର। ସମ୍ ଅଫ୍ ଅଲ୍ ମାନେ ମିଶେଇ ଦେବା ସବୁ ସଂଖ୍ୟା ଗୁଡ଼ାକୁ ମିଶେଇଲେ କେତେ ହେବ? 4 ଯୁକ୍ତ ଲେଖିଦେଉଛି, 4 ଯୁକ୍ତ 6 ଯୁକ୍ତ 7 ଯୁକ୍ତ 8 ଯୁକ୍ତ 10 ଡିଭାଇଡେଡ୍ ବାଇ ଟୋଟାଲ ନମ୍ବର। କେତେଟା ନମ୍ବର ଅଛି? 1 2 3 4 5 କଲେ କେତେ ହେବ? 6 4 10 17 17 10 27 27 8 8 7 15 27 8 କେତେ ହେଲା? 35 ଡିଭାଇଡେଡ୍ ବାଇ 5, ତ 5ରେ କଟେ 5 7 35, ଉତ୍ତର ଅଛି 7 ଅଛି ନା ନାହିଁ? ଆଇ ପାଇଗଲେ ଆନ୍ସର। ଆଇ ହେଲା, କେଟା ହବ ତାହେଲେ? ଆଇଟା। ନେକ୍ସଟ ଆସିଲା ଲାଷ୍ଟ। କ'ଣ ପାଇଁ ଲାଷ୍ଟ? ତାପରେ ବି ଅଛି କିନ୍ତୁ ଗୋଟେ ଡେସ୍ପୁର ଆଉ ଭିଡ଼ିଓଟା 26 ମିନିଟ୍ ସମଥିଙ୍ଗ ହେଇଗଲାଣି, ତ ବେଶୀ ଲେଟ୍ ମାନେ ବେଶୀ ଲଙ୍ଗ ଭିଡ଼ିଓ କରିବାନି। ଅଳ୍ପ ଆଉ ଗୋଟେ କ୍ଲାସ୍ରେ ନେକ୍ସଟ କ୍ୱେଶ୍ଚନ୍ ଗୁଡ଼ାକୁ ଆଲୋଚନା କରିବା। ଅଳ୍ପ ହିଁ କିନ୍ତୁ ବହୁତ ଟାଇମ୍ ଲାଗିଲା। ଓକେ, ଛାଡ଼। ଲାଷ୍ଟ କ୍ୱେଶ୍ଚନ୍କୁ ଭଲକି ଟିକେ ଦେଖିବା। କେନ୍ଦ୍ରୀୟ ପ୍ରବଣତାରେ ନିମ୍ନୋକ୍ତ କେଉଁ ମାପକ ଅସମ୍ପୂର୍ଣ୍ଣ ବିତରଣରେ ବ୍ୟବହାର କରାଯାଏ? ଅସମ୍ପୂର୍ଣ୍ଣ ବିତରଣ କ୍ଷେତ୍ରରେ କେଉଁ କେନ୍ଦ୍ରୀୟ ପ୍ରବଣତାର ମାପଟାକୁ ବ୍ୟବହାର କରାଯାଏ? ଆମେ ଜାଣିଛେ କେନ୍ଦ୍ରୀୟ ପ୍ରବଣତାର ମାପ କ'ଣ କ'ଣ? ନା ମୋଡ଼, ଗରିଷ୍ଠକ, ମିଡ଼ିଆନ୍, ମାଧ୍ୟ, ମିନ୍, ମାଧ୍ୟମାନ। ଏଇ ତିନିଟା ତ ହେଉଛି, ୟାର ତ କିଛି କାମ ନାହିଁ, ସେ ଖାଲି ଦେଇଛି ଶୋ ପାଇଁ। ଏଇ ତିନିଟା ଯେଉଁ ଅଛନ୍ତି, ଏ ତିନିଟା ଭିତରୁ କେଉଁଟା ତାହେଲେ ହେବ ଠିକ୍? କେଉଁଟା ହେବ ଠିକ୍? କେଉଁଟା ହେବ? ମିଡ଼ିଆନ୍ ହେବ। କେମିତି ହେବ ଦେଖିବା। ଏଇଠି ବୁଝେଇଦେବା। ସେ କହିଲା ନା ସେଠି କ'ଣ ଥିବ ନା ଏପଟେ ଅଛି ଏକ୍ସ, ଏପଟେ ଅଛି ତାର ଫ୍ରିକ୍ୱେନ୍ସି। ଏକ୍ସ ଅଛି, ଗୋଟେ ପରୀକ୍ଷାରେ 100ରୁ ପରୀକ୍ଷା ହେଇଥିଲା, ସେଠି 3 ଜଣ ଅଛନ୍ତି, ଏ ବି ସି ହେଲା। ସି ଏ କେତେ ରଖିଛି ପରୀକ୍ଷାରେ? 100ରୁ 70। ବି ରଖିଛି 60 ନା ଏ ବି ସି ତିନିଟା କ୍ୟାଟେଗୋରୀ କରାଯାଇଛି ହେଲା। ଏ ବି ସି ତିନିଟା କ୍ୟାଟେଗୋରୀ କରାଯାଇଛି, ତ ରଖିଛନ୍ତି 70 60 ଆଉ 50। ଏତିକି ତ 70 ରଖିଛନ୍ତି, କେତେଜଣ ଆମକୁ ସେ ଦେଇନି। ଏଠି ବି 60 ରଖିଛନ୍ତି 4 ଜଣ, 50 ରଖିଛନ୍ତି ହେଉଛି ଏଟା ବି ଦେଇନି, ସିଏ ନା ଦେଇଛି 3 ଜଣ। ତିନି ଜଣ ତ ଏଟାରେ ଆମେ ମିନ୍ ବାହାର କରିବା।
ମିଡ଼ିଆନ୍ ବାହାର କରିବା, ମୋଡ୍ ବାହାର କରିବା। ମିନ୍ ବାହାର କରିବା ପାଇଁ ହେଲେ କ'ଣ କରିବା ପାଇଁ ପଡ଼ିବ ନା ଟୋଟାଲ୍ ସମ୍ ଅଫ୍ ଅଲ୍ ଫ୍ୟାକ୍ଟର ଫ୍ରିକ୍ୱେନ୍ସି ଗୁଡ଼ାକ ଆମକୁ ମିଶାଇବା ପାଇଁ ପଡ଼ିବ କି ନାହିଁ। ମୋଡ଼୍ରେ ସେମିତି ଯେଉଁଟାରେ ହାଏଷ୍ଟ ଏଟା ହେଇପାରେ ହାଏଷ୍ଟ ନ ବି ହେଇପାରେ ହାଏଷ୍ଟ, ତ ଏଠି ମୋଡ୍ ବି ପସିବୁଲ୍, ହଁ ମୋଡ୍ ବି ପସିବୁଲ୍ ନୁହେଁ। ଟ୍ରାଏ କରି ଦେଖ ତୁମେ ଏକ୍ଜାମ୍ପଲ୍ ନେଇକି। ନହେଲେ ମିନ୍ଟାରେ କ'ଣ ଦରକାର, ସବୁଗୁଡ଼ାକୁ ଏଗୁଡ଼ାକର ମାନେ କ'ଣ କହିବି, ସବୁଗୁଡ଼ାକ ସମ୍ କରାଯିବ, ସବୁଗୁଡ଼ାକର ସମ୍ କରାଯିବ ଡିଭାଇଡେଡ୍ ବାଇ ଟୋଟାଲ୍ ନମ୍ବର ବା ଯେଉଁଟା ଫ୍ରିକ୍ୱେନ୍ସି ରହିବ। ଏଠି ତ ଆମକୁ ଅଲରେଡ଼ି ଗୋଟେ ଆମେ ଜାଣିନେ, ସେଟାକୁ ସମ୍ ଆମେ କେମିତି କରିବା, ଏଟା ପସିବୁଲ୍ ନୁହେଁ। ସେମିତି ମୋଡ୍ର କ'ଣ ହାଏଷ୍ଟ ଯେଉଁଟାରେ ଥିବ, ହାଏଷ୍ଟ ଫ୍ରିକ୍ୱେନ୍ସି ବାଲାଟା ହେଉଛି ଆମର ମୋଡ୍। ନା ତ ଯେଉଁଟା ଦେଇଛି ସେଇଟା ପ୍ରଥମଟା ଯେଉଁଟା ସିଏ କ୍ୱେଶ୍ଚନ୍ ମାର୍କ ଦେଇଛି ସେଇଟା ବଡ଼ ବି ହେଇପାରେ ସାନ ବି ହେଇପାରେ, ହଁ କି ନାହିଁ। ସେଇଟା ତ ଆମକୁ ଜଣା ନାହିଁ, ତ ଏଟା ଆମେ ବାହାର କରିପାରିବା ନାହିଁ। କିନ୍ତୁ ମିଡ଼ିଆନ୍ଟା ଆମେ ବାହାର କରିପାରିବା। ଯେମିତିକି ଦେଇଥିଲା ଏ ବି ସି, ଏ କେତେ ନା 70, ଏଟା ସିଏ ପ୍ରଶ୍ନ ଚିହ୍ନ, ବି 60, 40, ସି 50 ଦେଇଥିଲା 30। ଏଗୁଡ଼ାକୁ ଯଦି ଆମେ ଇଏରେ ଲେଖିବା, ଅଛି ଅଲରେଡ଼ି ତ ବଡ଼ରୁ ସାନରେ, ମଝିରେ ରହିବ କେଟା, ଅବଭିୟସ୍ଲି ଏଇଟା 50, 60, 70 ନା, ମଝିରେ ଆସିଯାଉଛି ଆମର ରଜା ଛୁଆ 60। ଏଇଟା ହେଇଗଲା ତାହେଲେ ଆମର କ'ଣ ମିଡ଼ିଆନ୍ ବା ମାଧ୍ୟଟା ଆମେ ବାହାର କରିପାରିଲେ, କିନ୍ତୁ ମିନ୍ ଆଉ ମୋଡ୍ ବାହାର କରି ହେବ ନାହିଁ। ତାହେଲେ ୟାର ସେମିତି ଉତ୍ତର କ'ଣ ହେଇଯିବ ନା କ'ଣ ମିଡ଼ିଆନ୍, ମାଧ୍ୟମାନ। ଓକେ, ତ ଏତିକି ହିଁ ପଢ଼ିବା। ତ ଯେଉଁ ପ୍ରଶ୍ନଟା ବୁଝି ହେଲାନି ହେଲା, ଯେଉଁଟା ବୁଝି ହେଲାନି କ'ଣ କରିବ, କ'ଣ କରିବ, କମେଣ୍ଟରେ ଜଣେଇବ ହେଲା। ମୁଁ ନିହାତି ଭାବରେ ରିପ୍ଲାଏ କରିବି, ତୁମେମାନେ ଖାଲି କମେଣ୍ଟରେ ଥରେ ଜଣେଇବା ଦରକାର। ଆଉ ନେକ୍ସଟ କ'ଣ କେଉଁ ଟପିକ୍ ବିଷୟରେ ଯଦି କିଛି ଟପିକ୍ ଡାଉଟ୍ ଅଛି ତ ସେଇ ଟପିକ୍ଟାକୁ ହିଁ ଆମେ କଭର୍ କରିବା। ସେଟାକୁ କମେଣ୍ଟ କର। ସବୁ ପଢ଼ିବା ଏଇନା ସମ୍ଭବ ନୁହେଁ, କାହିଁକିନା ଆଉ ମାତ୍ର 2 ମାସ କ'ଣ ପାଇଁ, ହଁ ଏ ମାସଟା ଆଉ ଫେବୃଆରୀର କିଛି ଦିନ ଥିବ। କମେଣ୍ଟ କରିଦେବ ଯେଉଁଟା ତୁମେମାନେ ଚାହୁଁଛ ପଢ଼ିବା, ସେଇଟା କମେଣ୍ଟ କରିଦେବ। ନେକ୍ସଟ ଆସୁଛି ହେଉଛି ଟିକେ ଭିଡ଼ିଓକୁ ଲାଇକ୍ କରିଦେବ, ସାଙ୍ଗ ପିଲାଙ୍କ ସହିତ ସେୟାର କରିଦେବ, ଆଉ ଦୟା କରିକି ଟିକେ ସବସ୍କ୍ରାଇବ୍ କରିଦେବ ହେଲା। ଖାଲି ସବସ୍କ୍ରାଇବ୍ କରିଲେ ହେବନି, ଏମିତି ଗୋଟେ ସିମ୍ବଲ୍ ଥିବ, ଏଥିରେ ଟିଙ୍ଗ ଟିଙ୍ଗ ଥିବ, ଏ ଘଣ୍ଟିଟାକୁ ବି ବଜେଇ ଦେବ ହେଲା। ବାସ୍ ଏତିକି ହିଁ କହିବାର ଥିଲା। ନୂଆବର୍ଷର ହାର୍ଦ୍ଦିକ ଅଭିନନ୍ଦନ। ଭଲରେ କଟୁ ସମସ୍ତଙ୍କର, ଭଲ ମାର୍କ ରଖ। ହଉ, ସମସ୍ତଙ୍କର ଭଲ ମାର୍କ ରହିବ, ବ୍ୟସ୍ତ ହୁଅନି, ଆରାମସେ ପଢ଼, କିନ୍ତୁ ପଢ଼। ନେକ୍ସଟ ଅଛି ଶୂନ୍ୟସ୍ଥାନ ପୂରଣ କରିବା। ମୁଁ କ୍ୱେଶ୍ଚନ୍ ଗୁଡ଼ାକୁ ଦେଖାଇ ଦେଉଛି, ଯଦି କିଛି ଆସିବ ଦେନ୍ ନିଜେ ଯଦି ସଲ୍ଭ କରିପାରିବ ଦେନ୍ ଟିକେ ଚେଷ୍ଟା କର। ଅଲରେଡ଼ି ହେଇସାରିଲାଣି, ଭିଡ଼ିଓଟା ବହୁତ ଲଙ୍ଗ୍ ହେଇଯିବ। ଏଟା ବି 10ଟା ଅଛି, 10ଟା ଆଲୋଚନା କଲେ ଏଟା 10ଟା ଅଛି। ମୁଁ PDFରେ ପଠାଇଦେବି ଟେଲିଗ୍ରାମ ଗ୍ରୁପରେ, ତ ଡେସ୍କ୍ରିପ୍ସନରେ ଲିଙ୍କ୍ ଥିବ।
ଯାଇକି ଜଏନ୍ ହେଇଯିବ। ମୁଁ ଗୋଟେ ପଠେଇଦେବି, ଆହୁରି 2-3 ବର୍ଷର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପଠେଇଦେବି। ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ, ଆରାମସେ ପଢ଼। ହଉ, ସେସନ୍କୁ ରଖିବା ଏଠି। ବାଏ ବାଏ।